ମୋ ନାଁଟା ହଉଛି ଉତ୍ତମ କୁମାର ଦାସ ଥିଲା। ତେଣୁ ଉତ୍ତମ ମେ ବି ଆମ ପରିବାର ଲୋକ ତାଙ୍କୁ ଦେଖିକି ମୋ ନାଁ ଉତ୍ତମ ଦେଇଥିଲେ। ସେ କଥା ମଧ୍ୟ ବିଭିନ୍ନ ସମୟରେ ମା ମଧ୍ୟ ଆମକୁ କହିଛନ୍ତି। ଫ୍ରିଜରୁ ବାହାର କରି ଯାହା ଚାଲିଥିବ ଆଇଁଷଠୁ ଆରମ୍ଭ କରି ସାଧାଠୁ ଏଇଟା ଟିକେ ଖାଉନୁ ଏଇଟା ଟିକେ ଖାଉନୁ, ଏଇ ଯୋଉ ଭଲ ପାଇବା ସେ ଆତ୍ମୀୟତା ସେଇଟା ହଉଛି ଉତ୍ତମ ଭାଇ ପାଖରୁ ମିସ୍ କରିବୁ। ବେଶ ଭାବରେ କହିବି ଯେ ଉତ୍ତମ ଭାଇ ଭଳିଆ ଜଣେ କଳାକାର, ଜଣେ ମଣିଷ ଆଉ ଆମେ ପାଇବାନି। କାରଣ ଆପଣ ଦେଖିଥିବେ ଯେତେବେଳେ ଯୋଉ ସମୟରେ ଯିଏ ସମସ୍ତେ କଷ୍ଟରେ ଥାଆନ୍ତି, ମାନେ ଟେକ୍ନିସିଆନ ହଉ ଆର୍ଟିଷ୍ଟ ହଉ, ଆଗରେ ଯଦି କିଏ ଠିଆ ହେଇଥାନ୍ତି ସେ ହଉଛନ୍ତି ଉତ୍ତମ ମହାନ୍ତି ଠିଆ ହେଇଥାନ୍ତି। ସବୁବେଳେ ଆମକୁ ଅନ୍ୟକୁ ସାହାଯ୍ୟ କରିବା କଥା ସେ ଶିଖେଇଛନ୍ତି। ଏବଂ ଆମର ଯୋଉ ସଂଗଠନ ଯେତେବେଳେ ଆମେ କଲୁ, ସଂଘ କଲୁ, ସେତେବେଳେ ସିଏ ଆଗ ଧାଡ଼ିରେ ଥିଲେ। ଆମେ ସମସ୍ତେ ମିଶି ସଂଘ କରିଥିଲୁ। ଏବଂ ଯେତେବେଳେ ଟେଲିଭିଜନ ଆସୋସିଏସନର ବି ସଂଘ ହେଲା, ସେତେବେଳେ ମଧ୍ୟ ସିଏ ତା ପ୍ରେସିଡେଣ୍ଟ ହେଇକି ସେ ସଂଗଠନକୁ ତିଆରି କରିଥିଲେ। ତେଣୁ ଅଭିନୟଠୁ ଆରମ୍ଭ କରି ନିଜକୁ କେମିତି ମେଣ୍ଟେନ କରାଯିବ, ଗୋଟେ ଆର୍ଟିଷ୍ଟ ସାମ୍ନାକୁ ଗଲେ କେମିତି ଦେଖାଯିବ, ଏ ସବୁ କଥା ହଉଛି ସିଏ ଆମକୁ ଶିଖେଇଛନ୍ତି। ବ୍ୟବହାରଠୁ ଆରମ୍ଭ କରି, ଅଭିନୟଠୁ ଆରମ୍ଭ କରି, ଚାଲିଚଳନଠୁ ଆରମ୍ଭ କରି ସବୁ ପ୍ରକାର କଥାରେ ସେ ପାରଙ୍ଗମ ଥିଲେ ଏବଂ ସେଇ କଥା ମଧ୍ୟ ଆମକୁ ସେ ଶିଖେଇଛନ୍ତି। ଆଉ ପଙ୍କ୍ଚୁଆଲିଟି ଏବଂ କାମର କ୍ଷେତ୍ରରେ କେମିତି ଇନଭଲଭମେଣ୍ଟ, ଏ କଥା ମଧ୍ୟ ସେ ଆମକୁ ଶିଖେଇଛନ୍ତି। ଆଉ ଡାଇଲଗ କେମିତି ମନରେ ରଖାଯାଏ ତାହା ହଉଛି ଉତ୍ତମ ମହାନ୍ତିଙ୍କ ଠାରୁ ଶିଖାଯିବ। ବ୍ୟକ୍ତିଗତ ଭାବରେ ତ ମୋ ସହିତ 30 ବର୍ଷର ସମ୍ପର୍କ। ତ 30 ବର୍ଷ ସମ୍ପର୍କ ବ୍ୟକ୍ତିଗତ ଭାବରେ ଆପଣ ଯଦି ଜାଣିଥିବେ ତାହେଲେ ମୋ ନାଁଟା ହଉଛି ଉତ୍ତମ କୁମାର ଦାସ ଥିଲା। ତେଣୁ ଉତ୍ତମ ମେ ବି ଆମ ପରିବାର ଲୋକ ତାଙ୍କୁ ଦେଖିକି ମୋ ନାଁ ଉତ୍ତମ ଦେଇଥିଲେ। ସେ କଥା ମଧ୍ୟ ବିଭିନ୍ନ ସମୟରେ ମା ମଧ୍ୟ ଆମକୁ କହିଛନ୍ତି। ତେଣୁ ପ୍ରଥମ ସିନେମା ମୋର ଥିଲା ମୋ ଦେଖିବା ଭାବରେ ଭକ୍ତ ସାଲବେଗ। ତେଣୁ ସେ ସିନେମା ଦେଖିକି ମୁଁ ହଉଛି ମୋର କଣ ସିନେମା ଦେଖିବାଟା ଆରମ୍ଭ କରିଥିଲି। ଏବଂ ପରବର୍ତ୍ତୀ ସମୟରେ ତାଙ୍କ ସହିତ ଅଭିନୟ କରିବାର ସୁଯୋଗ ମିଳିଲା, ତାଙ୍କ ସହିତ କାମ କରିବାର ସୁଯୋଗ ମିଳିଲା। ବିଭିନ୍ନ କ୍ଷେତ୍ରରେ ମାନେ ଆମର ସାଂଗଠନିକ କାମ ହଉ ବା ଆମର ସିନେମା କାମ ହଉ, ସବୁ ଗୁଡା କଥା ହଉଛି ତାଙ୍କ ସହିତ ମୁଁ କରିଛି। ଏବଂ ବହୁତ ଗୁଡେ କଥା ସିଏ ଆମକୁ ଆଡଭାଇସ୍ ଦେଇଛନ୍ତି। ତେଣୁ ଆମ ଗୋଟେ ଅପୂରଣୀୟ କ୍ଷତି, ମୋ ପର୍ସନାଲି ତ ମୁଁ କହିବି ଅପୂରଣୀୟ କ୍ଷତି, ଆମ ପୁରା ଟୋଟାଲ ସିନେମା ପରିବାର ପାଇଁ ଗୋଟେ ଅପୂରଣୀୟ କ୍ଷତି। କଣ ବାର୍ତ୍ତା ରହିବ ଯେ କଷ୍ଟରେ ସମସ୍ତେ ଥିବେ। ପରିବାରଟା ହଉଛି ଅନ୍ନପୂର୍ଣ୍ଣା ପରିବାର। ଯେତେବେଳେ ଯୋଉ ସମୟରେ ଆମେ ପରିବାରକୁ ଯାଇଛୁ, ମାନେ ଟିକିଅ ପାଠୁ ଆରମ୍ଭ କରି, ଉତ୍ତମ ଭାଇଠୁ ଆରମ୍ଭ କରି, ଖାଇବା ପିଇବା ଯାହା ଥିବ ଫ୍ରିଜରୁ ବାହାର କରି ଯାହା ଚାଲିଥିବ ଆଇଁଷଠୁ ଆରମ୍ଭ କରି ସାଧାଠୁ ଏଇଟା ଟିକେ ଖାଉନୁ ଏଇଟା ଟିକେ ଖାଉନୁ, ଏଇ ଯୋଉ ଭଲ ପାଇବା ସେ ଆତ୍ମୀୟତା ସେଇଟା ହଉଛି ଉତ୍ତମ ଭାଇ ପାଖରୁ ମିସ୍ କରିବୁ। ଆଉ ପରିବାର ଭଗବାନ ମହାପ୍ରଭୁ ସେତିକି ଷ୍ଟ୍ରେନ୍ଥ ଦିଅନ୍ତୁ, ସେତିକି ସାହସ ଦିଅନ୍ତୁ ଯେ ଏ ସମୟକୁ ସେମାନେ କଟେଇ ପାରିବେ।